ସାଙ୍ଗମାନେ ତୁ ମୋ ଆଖିର ତାରା ସିରିଏଲରେ ଦେଖନ୍ତୁ ବବଲି ଆଉ ତାରିଣୀ ଆସନ୍ତି ଏପଟେ ପରିବାରଙ୍କ ପାଖକୁ। ଆଉ ଏପଟେ ତପସ୍ୟା ତରୁଣକୁ କୁହେ, ମୁଁ ତମକୁ କହିଥିଲି ନା ତରୁଣ, ଏମିତି ମୂର୍ଖ ଆଉ ଗାଉଁଲି ଝିଅ ଆମର କେବେ ବି କୌଣସି କାମରେ ହେଲ୍ପ କରିପାରିବେନି। ହେଲ୍ପ ତ ଦୂରର କଥା, ଇଏ କେବେ ବି ଆମର କୌଣସି କାମରେ ଆସିବନି। ତାପରେ ତରୁଣ ବବଲି ପାଖକୁ ଆସି କୁହେ, ତମର ସାହସ କେମିତି ହେଲା ମୋ ତାରାଙ୍କ ଶାଢ଼ୀ ପିନ୍ଧିବା ପାଇଁ? କୁହ ମୋତେ। ଆରେ ତମ ସାହସ କେମିତି ହେଲା ମୋ ତାରାଙ୍କ ଜାଗା ନେବାକୁ? ଆରେ ସମସ୍ତେ ତମ ବିଷୟରେ କେତେ କଥା କହୁଥିଲେ, ମୁଁ କାହା କଥା ବିଶ୍ୱାସ କରୁନଥିଲି। ଆରେ ମୁଁ ଭାବୁଥିଲି ଆଟଲିଷ୍ଟ ତମ ଭିତରେ କିଛି ତ ଗୋଟେ ଫିଲିଙ୍ଗସ୍ ଥିବ। ତାରିଣୀର ଫିଲିଙ୍ଗସ୍ ସହିତ ଖେଳିବନି କି ମୋ ବିଶ୍ୱାସ ଭାଙ୍ଗିବନି। ହେଲେ ତମେ କ'ଣ କଲ? କିଛି ଘଣ୍ଟା ଭିତରେ ସବୁ କିଛି ଚେଞ୍ଜ କରିଦେଲ ଆଉ ଦେଖେଇଦେଲ ନିଜର ଅସଲି ରୂପ। ତାରାଙ୍କ ଶାଢ଼ୀ ପିନ୍ଧିଦେଲେ ତମେ ତାରା ହେଇଯିବ? ଆରେ ଏ କଥା ତମେ କେମିତି ଭାବିପାରିଲ? ଆରେ ମୁଁ ତ ତମର କେଉଁ ରୂପକୁ ବିଶ୍ୱାସ କରିବି? ତମେ ତ। ତାପରେ ବବଲି କୁହେ, ବାସ୍ ବନ୍ଦ କର ତମର ଏ କଥାବାର୍ତ୍ତାକୁ। ମୁଁ ବି ତମର କେଉଁ ରୂପକୁ ବିଶ୍ୱାସ କରିବି? କିଛି ସମୟ ପୂର୍ବରୁ ଯେଉଁ କଥା କହୁଥିଲ ସେହି ରୂପକୁ, ନା ବର୍ତ୍ତମାନ ଯେଉଁ ରୂପ ଦେଖାଉଛ ସେ ରୂପକୁ ବିଶ୍ୱାସ କରିବି? ଆଉ କ'ଣ କହୁଥିଲେ? ମୁଁ ତମ ତାରା ହେବାକୁ ଚେଷ୍ଟା କରୁଛି? ମୋର ତମ ତାରା ହେବାକୁ ଜମାରୁ ବି ଆବଶ୍ୟକତା ନାହିଁ। ଗୋଟେ କଥା ମନେ ରଖିଥାଅ, ମୁଁ ହେଉଛି ବବଲି, ଆଉ ବବଲି ହେଇକି ନା ମୁଁ ଏକଦମ ପରଫେକ୍ଟ ଅଛି। ଆଉ ଏମିତିରେ ବି କି ଯଦି ମୁଁ ତାରା ହେଇଯାଏ ନା, ତାହେଲେ ମୋତେ ସବୁବେଳେ ଖଡ଼ୁ ସହିତ ରହିବାକୁ ପଡ଼ିବ, ଯାହା ମୋତେ ଜମାରୁ ବି ପସନ୍ଦ ନୁହଁ। ତପସ୍ୟା ବବଲିକୁ କୁହେ, ଆଉ ତମେ ମୋତେ କ'ଣ କହୁଥିଲ? ମୁଁ ଗାଉଁଲି, ମୁଁ ମୂର୍ଖ? ତମେ ଗୋଟେ କଥା ଜାଣିଥାଅ, ମୁଁ ପାଠ ପଢ଼ିଛି ଆଉ ପଢ଼େଇବା ବି ବହୁତ ଭଲ ଭାବରେ ଜାଣିଛି। ଆଉ ତା ସହିତ ନା ପଚ୍ ମାରିକି ମୁହଁ ବନ୍ଦ କରିବା ବି ଶିଖିଛି। ତରୁଣ ବବଲିକୁ କୁହେ, ଆଉ ବାକି ରହିଲା ଶାଢ଼ୀ ଆଉ ଗହଣା ପିନ୍ଧିବା କଥା। ଏସବୁ ମୁଁ ମୋ ନିଜ ଇଚ୍ଛାରେ ପିନ୍ଧିନଥିଲି। ମୋତେ ତ ତମ ଝିଅ ବାଧ୍ୟ କରିଥିଲେ ଏସବୁ ପିନ୍ଧିବା ପାଇଁ। ମୁଁ ତ ତାକୁ ବାରମ୍ବାର ମନା କରିଥିଲି ଏସବୁ ପିନ୍ଧିବିନି ବୋଲି, କାହିଁକି ନା ମୁଁ ଜାଣିଥିଲି ତମେମାନେ ମୋତେ ହିଁ ଭୁଲ କହିବ। ତମମାନଙ୍କ ଆଖିରେ ମୁଁ ହିଁ ଏକା ଖରାପ ନା। ତମକୁ ଲାଗୁଛି ନା ମୁଁ ଏଠିକି ମନ୍ଦ ଉଦ୍ଦେଶ୍ୟ ନେଇକି ଆସିଛି। ହେଲେ ମୁଁ ଏବେ ବି କହିଦେଉଛି ମିଷ୍ଟର ତରୁଣ ପଟ୍ଟନାୟକ, ମୋତେ ତମ ଘରେ ରହିବାର କି ତାରା ହେବାର କୌଣସି ବି ଇଣ୍ଟରେଷ୍ଟ ନାହିଁ। ଆଉ ଏକଥା ତମେ ଯେତେ ଜଲ୍ଦି ବୁଝିଯିବ ତମ ପାଇଁ ଭଲ ହେବ। ଆଉ ଗୋଟେ କଥା ଭଲ ଭାବରେ ମନେ ରଖ, ନେକ୍ସଟ ଟାଇମ୍ ମୋ ସହିତ ଏମିତି ଖରାପ ବ୍ୟବହାର କରିବାକୁ ଜମାରୁ ବି ଚେଷ୍ଟା କରିବନି। କାହିଁକି ନା ଥରେ ଯଦି ମୋ ମୁଣ୍ଡ ଖରାପ ହେଇଯିବ ନା, ତାପରେ ମୋର ଗୋଟେ ପଞ୍ଚରେ ତମର ସୁନ୍ଦର ଚେହେରାଟାକୁ ପୁରା ଖରାପ କରିଦେବି। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଛୋଟିଆ ଲାଇକ୍ ଟିକେ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।